ଜଙ୍ଗଲ ବାହାରେ ଗୋଟେ ଘରେ ଗୋଟେ ଛେଳି ଆଉ ତାର ଛୋଟ ଛୋଟ 7ଟି ଛୁଆ ରହୁଥିଲେ। ଛେଳି ତା ପିଲାମାନଙ୍କୁ ବହୁତ ଭଲ ପାଏ ଆଉ ତାଙ୍କର ବହୁତ ଭଲରେ ଦେଖାଶୁଣା ବି କରେ। ତା ପିଲାଙ୍କ ଖିଆପିଆ ପାଇଁ ତାକୁ ପ୍ରାୟ ସମୟ ଜଙ୍ଗଲକୁ ଯିବାକୁ ପଡୁଥିଲା। ସେଥିପାଇଁ ତାର ଛୋଟ ଛୋଟ ପିଲାମାନେ ଘରେ ଏକାକି ରହିଯାଉଥିଲେ। ଜଙ୍ଗଲରେ ବିଲୁଆ ମାନେ ରହୁଥିବା କଥା ସେ ଜାଣିଥିଲା। ଆଉ ସେ ଏକଥା ବି ଜାଣିଥିଲା ଯେ ସେ ବିଲୁଆ ମାନଙ୍କର ନଜର ତା ଛୋଟ ଛୋଟ ଛୁଆ ମାନଙ୍କ ଉପରେ ଅଛି। ସେଥିପାଇଁ ସେ ସବୁବେଳେ ବିପଦରୁ କେମିତି ବଞ୍ଚିବ ସେଇ ବିଷୟରେ ତା ଛୁଆ ମାନଙ୍କୁ କହୁଥିଲା। ଏମିତି ହିଁ ଗୋଟେ ଥର ଛେଳି ଘାସ ଆଣିବା ପାଇଁ ଜଙ୍ଗଲକୁ ଯାଉଥିଲା। ସେତିକି ବେଳେ ସେ ତା ପିଲାମାନଙ୍କୁ କହିଲା, ଦେଖ ପିଲାମାନେ, ମୁଁ ବାହାରକୁ ଯାଉଛି। ତମେ ମାନେ ସମସ୍ତେ ଘରେ ରହିଥିବ। ଦୁଆର ଭଲ କି ବନ୍ଦ କରିବ। ଆଉ ଯିଏ ବି କବାଟ ବାଡଉନା କାହିଁକି ତମେ ମାନେ ଦୁଆର କେବେ ବି ଖୋଲିବନି। ଆମେ ବୁଝିଗଲୁ ମା, ହେଲେ ଆମେ ମାନେ ତମକୁ କେମିତି ଚିହ୍ନିବୁ? ତମେ କବାଟ ବାଡଉଛ ବୋଲି ଆମେ କେମିତି ଜାଣିବୁ? ମୁଁ ତମକୁ ଏମିତି ହିଁ ଡାକିବି। ଦୁଆର ଖୋଲ ପିଲାମାନେ, ମାମା ଆସିଗଲେ। ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ଆରେ ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ଯେତେବେଳେ ଏମିତି କହିକି ଡାକିବି ସେତେବେଳେ ତମେ ମାନେ ଦୁଆର ଖୋଲିବ। ବୁଝିଲ ପିଲାମାନେ? ହଁ ମାମା, ଆମେ ମାନେ ଜାଣିଗଲୁ। ଛେଳି ନିଜ ବ୍ୟାଗ ଧରିକି ସେଠାରୁ ଚାଲିଗଲା। ହେଲେ ଗୋଟେ ବିଲୁଆ ଛେଳି ଆଉ ତା ପିଲାଙ୍କର ସବୁ କଥା ଶୁଣି ଦେଇଥିଲା। ଓହୋ, ଏବେ ଏମାନଙ୍କର ସବୁ ଚାଲ ମୁଁ ଜାଣିଗଲି। ଆଜି ତ ମୁଁ ମଟନ ବିରିୟାନୀ ଖାଇବି। ଏମିତି କହିକି ବିଲୁଆ ଛେଳି ଛୁଆ ମାନଙ୍କ ପାଖକୁ ଗଲା ଆଉ ଦୁଆର ବାଡେଇକି ନିଜ ବେସୁରିଆ ସ୍ୱରରେ ଗାଇବାକୁ ଲାଗିଲା। ଦୁଆର ଖୋଲ ପିଲାମାନେ, ମାମା ଆସିଗଲେ। ଆରେ ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ଆରେ ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ମା ଆସିଗଲେ, ମା ଆସିଗଲେ, ଚାଲ ଦୁଆର ଖୋଲିବା। ହେଲେ ମା, ଏତେ ଜଲ୍ଦି କେମିତି ଆସିଲେ? ମତେ ଲାଗୁଛି ଇଏ ଆମ ମା ନୁହେଁ। ଆମ ମା କେତେ ଭଲ ସ୍ୱରରେ ଗୀତ ବୋଲେ, ହେଲେ ଏ ତ ପୁରା ଖରାପ ସ୍ୱର, ଯେମିତି କୋଉ ବେଙ୍ଗ ରଡି ଛାଡୁଛି। ଚାଲିଯା ଏଠୁ, ତମେ ଆମ ମା ନୁହଁ। ବାହାରେ ଛିଡା ହେଇଥିବା ବିଲୁଆ ଆଶ୍ଚର୍ଯ୍ୟ ହୋଇଗଲା। ଆରେ ପିଲେ, ମୁଁ ହିଁ ତମ ମା। ଏଥର ଦୁଆର ଖୋଲ। ନା ନା, ତମେ ଆମ ମା ହେଇପାରିବନି। ଆମ ମାର ସ୍ୱର କେତେ ମିଠା, ହେଲେ ତମର ତ ବେଙ୍ଗ ଭଳିଆ। ଚାଲିଯା ଏଠୁ। ବିଲୁଆ ବୁଝିଗଲା କି ପିଲାମାନେ ଏତେ ସହଜରେ ହାତକୁ ଆସିବେନି। ଏବେ ସେ କଣ କରିପାରିବ ସେଇ ବିଷୟରେ ଭାବିବାକୁ ଲାଗିଲା। ଏମାନେ ତ ଜାଣିଗଲେ, ଜାଣିବେନି ବା କେମିତି? ମୋର ଏତେ ବେସୁର ସୁର ଯିଏ ବି ଶୁଣିବ ସେ ଜାଣିଯିବ। ହେଲେ ଏବେ ମୁଁ କଣ କରିବି? ଆଇଡିଆ, ଯାଉଛି ମୁଁ ମହୁ ପିଇକି ଆସିବି। ବିଲୁଆ ଭାବିଲା କି ମହୁ ପିଇଲେ ତା ସ୍ୱର ଛେଳି ଭଳିଆ ସୁରିଲା ହୋଇଯିବ। ସେଥିପାଇଁ ସେ ଜଙ୍ଗଲରେ ମହୁ ବସା ଖୋଜିଲା ଆଉ କଷ୍ଟେମଷ୍ଟେ ମହୁ ପିଇକି ପୁଣି ଥରେ ଛେଳି ଛୁଆ ମାନଙ୍କ ପାଖକୁ ଆସିଲା। କଣ ତ ଥିଲା ସେ ଗୀତ ନା? ଦୁଆର ଖୋଲ ପିଲେ, ମାମା ଆସିଗଲେ। ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ହଁ ହଁ, ଏଇ ହେଲା ସେଇ ଗୀତ। ସେ ପୁଣି ଥରେ ଦୁଆର ବାଡେଇଲା। ବିଲୁଆ ଛେଳି ଭଳିକା ସ୍ୱରରେ କହିବାକୁ ବହୁତ ଚେଷ୍ଟା କଲା। ଦୁଆର ଖୋଲ ପିଲାମାନେ, ମାମା ଆସିଗଲେ। ଆରେ ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ଆରେ ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ଲାଗୁଛି ମା ଆସିଗଲେ। ହଁ ହଁ, ଏ ସ୍ୱର ତ ମାମାଙ୍କ ଭଳିଆ ଲାଗୁଛି। ରୁହ, ବାହାରେ ମା ଅଛି କି ଆଉ କିଏ ମତେ ଟିକେ ଚେକ୍ କରିବାକୁ ଦିଅ। ସେ ଛେଳି ଛୁଆ ଦୁଆର ପାଖକୁ ଗଲା ଆଉ ଦୁଆର କଣାରେ ଅନେଇବାକୁ ଲାଗିଲା। ତାକୁ ବିଲୁଆର ପାଦ ଦେଖାଗଲା। ସେ ଯାଇକି ସମସ୍ତଙ୍କୁ କହିଲା, ଇଏ ଆମ ମା ନୁହେଁ। ତାଙ୍କ ପାଦ ତ ଦେଖିବାକୁ ଧଳା, ହେଲେ ୟାର ଗୋଡ ଖଇରିଆ ଦେଖାଯାଉଛି। ଇଏ ଆମ ମା ନୁହେଁ, କେହି ବି ଦୁଆର ଖୋଲିବନି। ଛେଳି ଛୁଆ ଦୁଆର ପାଖକୁ ଗଲା ଆଉ କହିଲା, ତମେ ଆମ ମା ନୁହଁ, ତମ ଗୋଡ ଖଇରିଆ, ହେଲେ ଆମ ମାର ଗୋଡ ଧଳା। ଚାଲିଯା ଏଠୁ। ଏବେ ବିଲୁଆ ହଇରାଣ ହେଇଗଲା। ଏ ପିଲା ସବୁ ସିଆଣିଆ ଅଛନ୍ତି। ହେଲେ ବିଲୁଆ କେବେ ବି ହାର ମାନିଲାନି। ସେ ଜଙ୍ଗଲ ପାଖରେ ଥିବା ଗାଁରେ ଅଟାବାଲା ପାଖକୁ ଗଲା। ଦ୍ୱିପ୍ରହର ସମୟ ଥିଲା। ଅଟାବାଲା ଆରାମ କରୁଥିଲା। ବିଲୁଆ ଧୀରେ ଧୀରେ ଲୁଚିକି ଅଟା ଆଖାରେ ନିଜ ପାଦକୁ ଭର୍ତ୍ତି କରିଦେଲା। ଏବେ ତା ପାଦ ଛେଳି ଭଳିକା ଧଳା ହେଇଯାଇଥିଲା। ଏବେ ଦେଖିବା କେମିତି ଦୁଆର ଖୋଲିବନି। ବିଲୁଆ ପୁଣି ଥରେ ଛେଳିର ଘରକୁ ଗଲା ଆଉ ଦୁଆର ବାଡେଇକି ଗୀତ ଗାଇବାକୁ ଲାଗିଲା।
ଦୁଆର ଖୋଲ ପିଲାମାନେ ମାମା ଆସିଗଲେ। ଆରେ ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ଆରେ ଭଲ ଭଲ ଖାଇବା ନେଇ ମାମା ଆସିଗଲେ। ଏଥର ତ ନିଶ୍ଚୟ ମାମା ଆସିଛନ୍ତି। ଦେଖ କେତେ ସୁନ୍ଦର ସ୍ୱର, ଆଉ ଦେଖ ପାଦ ବି ଧଳା। ଚାଲ ନା ଦୁଆର ଖୋଲିବା, ମତେ ବହୁ ଜୋରେ ଭୋକ ଲାଗିଲାଣି। ନାଇଁ ନାଇଁ, ଦୁଆର ଖୋଲନି, ସେ ଆମ ମା ନୁହନ୍ତି। ହେଲେ ସବୁ ଛୁଆମାନେ ଛୋଟ ଛେଳିର କଥା ଟିକେ ବି ଶୁଣିଲେନି, ଆଉ ଦୁଆରକୁ ଖୋଲିଦେଲେ। ଆଉ ତାପରେ ସେ ବିଲୁଆ ଜୋରେ ହସିବାକୁ ଲାଗିଲା। ହା ହା ହା, ମୋର ପ୍ରିୟ ଛୁଆମାନେ, ମୁଁ ତମ ମା, ଆଉ ମୁଁ ତମମାନଙ୍କୁ ଖାଇବା ଦେବା ପାଇଁ ନୁହେଁ, ତମକୁ ଖାଇବାକୁ ଆସିଛି। ହା 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 ହା। ବିଲୁଆ ଘର ଭିତରକୁ ଗଲା। ତାକୁ ଦେଖିକି ଛୁଆମାନେ ବହୁତ ଡରିଗଲେ। ବିଲୁଆ ସବୁ ଛୁଆମାନଙ୍କୁ ଗୋଟେ ଅଖାରେ ଭର୍ତ୍ତି କରିଦେଲା। ଆଉ ସେ ଅଖାକୁ କାନ୍ଧରେ ପକେଇ ବହୁତ ମଜାରେ ଗୁଣୁଗୁଣୁ ଗୀତ ଗାଇକି ସେଠାରୁ ଚାଲିଗଲା। ସୁନ୍ଦର ସୁନ୍ଦର ତାଜା ତାଜା ଛୁଆ, ହା ହା ହା, ଆଜି ତ ମୋର ମଜା ଆସିଯିବ। ବିଲୁଆ ନଜରରୁ ବଞ୍ଚିକି ସବୁଠୁ ଛୋଟ ଛେଳି ଛୁଆ ଚୁଲିରେ ଲୁଚିକି ରହିଥିଲା, ସେଥିପାଇଁ ସେ ବଞ୍ଚିଗଲା। କିଛି ସମୟ ପରେ ଯେତେବେଳେ ମା ଛେଳି ଖାଇବା ନେଇକି ଘରେ ପହଞ୍ଚିଲା, ସେ ଦେଖିଲା ଘରର ଦୁଆର ଖୋଲା ହେଇଛି, ଆଉ ଘର ଭିତର ସବୁ ଜିନିଷ ଆଡେ ସାଡେ ପଡିଛି। ସେ ଡରି ଡରିକି ତା ଛୁଆମାନଙ୍କୁ ଡାକିବାକୁ ଲାଗିଲା। ଛୁଆମାନେ, ମୋର ପ୍ରିୟ ଛୁଆମାନେ, କୋଉଠି ଅଛ ତମେ ମାନେ? ଦେଖ ଦେଖ, ମୁଁ ତମମାନଙ୍କ ପାଇଁ କଣ ଆଣିଛି। ମାର କଣ୍ଠ ଶୁଣିକି ସବୁଠୁ ଛୋଟ ଛୁଆ ବାହାରକୁ ଆସିଲା, ଆଉ କାନ୍ଦିବାକୁ ଲାଗିଲା। ତମ ଭାଇ ଭଉଣୀ ମାନେ ସମସ୍ତେ କୋଉଠି ଅଛନ୍ତି? ଛୋଟ ଛୁଆ କାନ୍ଦି କାନ୍ଦିକି ମାକୁ ସବୁ କଥା କହିଲା। ମା ଛେଳି ରାଗରେ ନାଲି ପଡିଗଲା। ମୋ ଛୁଆମାନଙ୍କୁ ନେଇକି ଯାଇଛି, ତାର ଏତେ ସାହସ! ଏବେ ଯାଇ ମୁଁ ତାକୁ ଦେଖୁଛି, ଚାଲ ମୋ ସହିତ। ଏପଟେ ବିଲୁଆ ସେ ଅଖା ଧରିକି ଯିବାକୁ ଲାଗିଲା। କିଛି ସମୟ ପରେ ସେ ଥକିଗଲା, ଆଉ ସେ ଭାବିଲା, ମୁଁ କିଛି ସମୟ ଆରାମ କରିବି, ଏମିତିରେ ବି ଛୁଆମାନେ କୁଆଡେ ବା ପଳେଇବେ, ମୁଁ ତ ସେମାନଙ୍କୁ ବହୁତ ମଜାରେ ଖାଇବି। ଏମିତି ଭାବିକି ବିଲୁଆ ତା ଅଖାକୁ ତଳେ ଥୋଇଲା, ଆଉ ଗୋଟେ ବଡ ଗଛ ତଳେ ଆରାମରେ ଶୋଇପଡିଲା। ମା ଛେଳି ତା ପିଲାମାନଙ୍କୁ ଖୋଜି ଖୋଜି ଆସିଲା। ସେତେବେଳେ ସେ ଦେଖିଲା ବିଲୁଆ ବହୁତ ଆରାମରେ ଶୋଇଛି, ଆଉ ତା ପାଖରେ ଥିବା ଅଖାରେ ତା ଛୁଆମାନେ ହଲୁଥିଲେ। ଛୁଆମାନଙ୍କୁ ବଞ୍ଚିଥିବାର ଦେଖିକି ମା ଛେଳି ବହୁତ ଖୁସି ହେଇଗଲା। ସେ ଲୁଚି ଲୁଚିକି ଅଖା ପାଖକୁ ଗଲା, ଆଉ ତାକୁ ଖୋଲିଦେଲା। ସବୁ ଛୁଆମାନେ ଅଖାରୁ ବାହାରକୁ ଆସିଗଲେ। ଛୁଆମାନେ ନିଜ ମାକୁ ଦେଖିକି ବହୁତ ଖୁସି ହେଲେ। ତାପରେ ସବୁ ଛୁଆମାନେ ବଡ ବଡ ପଥର ଆଣିକି ସେ ଅଖାରେ ଭର୍ତ୍ତି କରିଦେଲେ। ମା ଛେଳି ସେ ଅଖାକୁ ରସିରେ ବାନ୍ଧିଦେଲା। ତାପରେ ମା ଛେଳି ଆଉ ତା ସହିତ ତା ଛୁଆମାନେ କିଛି ବାଟ ଯାଇକି ଗଛ ପାଖରେ ଆଗକୁ କଣ ହବ ଲୁଚିକି ଦେଖିଲେ। କିଛି ସମୟ ପରେ ବିଲୁଆର ନିଦ ଭାଙ୍ଗିଲା। ବହୁତ ଡେରି ହେଇଗଲାଣି, ଏବେ ମୁଁ ଘରକୁ ଯାଉଛି ଯିବି, ଛୋଟ ଛୋଟ ଛୁଆଙ୍କୁ ଖାଇବି। ବିଲୁଆ ସେ ଅଖା ନେଇକି ଯିବାକୁ ଲାଗିଲା। କେତେ ଓଜନ ଲାଗୁଛି ଅଖା, ଆଜି ବହୁତ ସାରା ଛୁଆଙ୍କୁ ଖାଇବାକୁ ମିଳିବ, ମୁଁ ତ ପେଟ ପୂରେଇକି ଖାଇବି। ସେ ଅଖା ନେଇକି ବିଲୁଆ ଆଗକୁ ଗଲା, ହେଲେ ପଥରରେ ଭର୍ତ୍ତି ହେଇଥିବା ଅଖା ସେ ଟେକିକି ଅଧିକ ବାଟ ଯାଇପାରିଲାନି। ନଈ ପାରି କରିବା ପାଇଁ ସେ ଯେମିତି ହିଁ ପାଣିରେ ଗୋଡ ଦେଇଛି, ସେ ପଥର ଓଜନ କାରଣରୁ ସେ ପାଣିରେ ବୁଡିଗଲା, ଆଉ ସେ ପାଣି ସୁଅରେ ଭାସିଗଲା। ଆରେ ମତେ କିଏ ବଞ୍ଚାଅ ରେ, ମତେ ବଞ୍ଚାଅ। ମା ଛେଳି ଆଉ ତା ସହିତ ତା ଛୁଆମାନେ ବିଲୁଆର ଏମିତି ଅବସ୍ଥା ଦେଖିକି ହସିବାକୁ ଲାଗିଲେ। ଗୋଟେ ଦିନ ସୂର୍ଯ୍ୟ ଆଉ ଚନ୍ଦ୍ର ଆକାଶରେ ବୁଲୁଥିଲେ। ଠିକ୍ ସେତିକି ବେଳେ ପୃଥିବୀ ଲୋକରେ କିଛି ଗରିବ ଚଢେଇ ଛୁଆ ଖେଳୁଥିବାର ସେମାନେ ଦେଖିଲେ। ହେଲେ ସେମାନଙ୍କର ପାଠପଢା ପାଇଁ ଗୋଟେ ବି ସ୍କୁଲ ସେମାନେ ଦେଖିବାକୁ ପାଇଲେ ନାହିଁ। ସେମାନଙ୍କର ଏମିତି ଖରାପ ଅବସ୍ଥା ଦେଖିକି ଚନ୍ଦ୍ର ଆଉ ସୂର୍ଯ୍ୟଙ୍କର ମନ ବହୁତ ଦୁଃଖ ହେଇଗଲା। ଏ ବିଚାରୀ ପିଲାମାନେ କେତେ ଗରିବ, ଏମାନଙ୍କ ପାଖରେ ପାଠ ପଢିବା ପାଇଁ ସ୍କୁଲ ବି ନାହିଁ। ତମେ ଠିକ କହୁଛ ଚନ୍ଦ୍ର ଭାଇ, ଏ ଛୁଆମାନଙ୍କର ଏମିତି ଅବସ୍ଥା ଦେଖିକି ମତେ ବହୁତ ଦୁଃଖ ଲାଗୁଛି। ଆମକୁ ଏ ଛୁଆମାନଙ୍କୁ କିଛି ସାହାଯ୍ୟ କରିବାକୁ ପଡିବ। ହେଲେ ଛୁଆମାନଙ୍କୁ ସାହାଯ୍ୟ କରିଲେ କିଛି ବି ଲାଭ ହବନି, କାରଣ ଏମାନଙ୍କ ଭଳି ପୃଥିବୀ ଲୋକରେ ଆହୁରି ବି ଗରିବ ଛୁଆ ଅଛନ୍ତି, ଯିଏକି ସ୍କୁଲରେ ପାଠ ପଢିବାକୁ ଚାହୁଁଛନ୍ତି, ହେଲେ ସେମାନଙ୍କ ପାଖରେ ସାର୍ଟ ଆଉ ବହି ନାହିଁ, ଯୋଉ କାରଣରୁ ସେମାନେ ସ୍କୁଲରେ ପାଠ ପଢି ପାରୁନାହାନ୍ତି। ଆମକୁ ଏମିତି କିଛି କରିବାକୁ ପଡିବ ଯେମିତି କି ଆମେ ସବୁ ଛୁଆମାନଙ୍କୁ ସାହାଯ୍ୟ କରିପାରିବା। ମୋ ପାଖରେ ଗୋଟେ ବହୁତ ଭଲ ଉପାୟ ଅଛି। ଆମ ଦୁଇ ଜଣକୁ
ପୃଥିବୀ ଲୋକରେ ଗୋଟେ ସୂର୍ଯ୍ୟର ସ୍କୁଲ ଆଉ ଗୋଟେ ଚନ୍ଦ୍ରର ସ୍କୁଲ ଖୋଲିବାକୁ ପଡିବ। ଆମର ଯାଦୁର ସ୍କୁଲରେ ଛୁଆମାନଙ୍କୁ ସବୁ ପ୍ରକାର ସୁବିଧା ମିଳିଯିବ। ଆରେ ବା, ତମେ ତ ବହୁତ ଭଲ କଥା କହିଲ। ଚାଲ ପୃଥିବୀ ଲୋକକୁ ଆମେ ଯିବା। ସେ ଦୁଇ ଜଣ ଗୋଟେ ପାହାଡ ଉପରେ ପହଞ୍ଚିଗଲେ। ତାପରେ ଚନ୍ଦ୍ର ତା ଯାଦୁ ଶକ୍ତି ଦ୍ୱାରା ପାହାଡ ଉପରେ ଗୋଟେ ବଡ ଚନ୍ଦ୍ରର ସ୍କୁଲ ପ୍ରକଟ କଲା। ମୁଁ ଚନ୍ଦ୍ର ସ୍କୁଲ ପ୍ରକଟ କରିଦେଇଛି। ଏବେ ତମେ ସୂର୍ଯ୍ୟ ସ୍କୁଲ ପ୍ରକଟ କର। ସୂର୍ଯ୍ୟ ବି ନିଜ ଯାଦୁର ଶକ୍ତି ଦ୍ୱାରା ସେଠି ଆଉ ଗୋଟେ ସୂର୍ଯ୍ୟର ସ୍କୁଲ ଘର ପ୍ରକଟ କଲା। ତାପରେ ସେ ଦୁଇ ଜଣ ସେଠାରୁ ଚାଲିଗଲେ। ତା ପରଦିନ ସେ ପାହାଡ ବାଟ ଦେଇ ଯାଉଥିବା କିଛି ଚଢେଇ ଛୁଆ ମାନେ ସେ ଦୁଇଟି ସୂର୍ଯ୍ୟ ଆଉ ଚନ୍ଦ୍ରର ସ୍କୁଲ ଘର ଦେଖିଲେ। ସେଠିକି ଦେଖ, ପାହାଡ ଉପରେ ଦୁଇଟି ସୁନ୍ଦର ଆଉ ବଡ ବଡ ସ୍କୁଲ ଦେଖାଯାଉଛି। ଗୋଟେ ଚନ୍ଦ୍ରର ସ୍କୁଲ ଘର ଆଉ ଅନ୍ୟଟି ସୂର୍ଯ୍ୟର ସ୍କୁଲ ଘର। ଚାଲ ସେଠିକି ଯାଇକି ଦେଖିବା। ସବୁ ଚଢେଇ ଛୁଆ ମାନେ ସେ ପାହାଡ ଉପରେ ପହଞ୍ଚିଗଲେ। ପାହାଡ ଉପରକୁ ତମ ସମସ୍ତଙ୍କୁ ସ୍ୱାଗତ। ମୁଁ ହଉଛି ଚନ୍ଦ୍ରର ସ୍କୁଲ ଘର ଆଉ ଏ ସୂର୍ଯ୍ୟର ସ୍କୁଲ ଘର। ତମେ କଣ ଆମ ଘରକୁ ଆସିକି ପଢିବାକୁ ଚାହୁଁଛ? ଆମେ ସମସ୍ତେ ବହୁତ ଗରିବ। ଏ ସ୍କୁଲରେ ପାଠ ପଢିବା ପାଇଁ ଆମ ବାପା ମାଙ୍କ ପାଖରେ ପଇସା ନାହିଁ। ଯଦି ତମେ ଆମକୁ ବିନା ପଇସାରେ ଏଠି ପାଠ ପଢିବାକୁ ଦେବ ତାହେଲେ ଆମର ବହୁତ ଉପକାର ହବ। ହଁ ହଁ, ତମ ସମସ୍ତଙ୍କୁ ଏ ସ୍କୁଲରେ ପାଠ ପଢିବାକୁ ଦେଲେ ଆମକୁ ବହୁତ ଖୁସି ମିଳିବ। ତମେ ସମସ୍ତେ ଜଣ ଜଣ କରିକି ଏଠି ନାଁ ଲେଖ। କୁକୁଆ ଉପରେ ଚନ୍ଦ୍ରର ସ୍କୁଲ ଘର ଭିତରକୁ ଆଡମିସନ କରିବାକୁ ଗଲେ। ସ୍କୁଲର ଘର ଭିତରେ ଗୋଟେ ସୁନ୍ଦର ପରୀଟେ ବସିଥିଲା। ସେ ଜଣକ ପରେ ଜଣକ ନାଁ ଲେଖି ସାରିବା ପରେ ସେମାନଙ୍କୁ ସ୍କୁଲରେ ଆଡମିସନ କରେଇଦେଲା। ଆଉ ଗୋଟେ ପଟେ ଜଗୁ ଆଉ ଶୁଆ ସୂର୍ଯ୍ୟର ସ୍କୁଲ ଘରକୁ ଆଡମିସନ କରିବା ପାଇଁ ଗଲେ। ସେଠି ଗୋଟେ ସୁନାର ସୁନ୍ଦର ପରୀଟେ ବସିଥିଲା। ସେ ପରୀକୁ ଦେଖିକି ଜଗୁ ଆଉ ଶୁଆ ବହୁତ ଖୁସି ହେଇଗଲେ। ଆରେ ବା, ଏ ସ୍କୁଲର ଘରେ ତ ସୁନାର ପରୀ ଅଛନ୍ତି। ଏ ସ୍କୁଲ ଭିତରକୁ ଆସିକି ଆମେ ବହୁତ ଭଲ କଲୁ। ଶୁଣ ପରୀ, ଜଲ୍ଦି ଆମର ଏ ସ୍କୁଲରେ ଆଡମିସନ କରିଦିଅ। ସେ ସୁନାର ପରୀ ସେମାନଙ୍କ ନାଁ ଲେଖିକି ତାଙ୍କର ଆଡମିସନ କରେଇଦେଲା। ତାପରେ ସୂର୍ଯ୍ୟ ସ୍କୁଲ ତରଫରୁ ସେ ଝିଅ ମାନଙ୍କୁ ସୁନାର ବ୍ୟାଗ ମିଳିଲା। ତା ସହିତ ସେମାନଙ୍କୁ ବହୁତ ସାରା ସୁନାର ବହି ବି ମିଳିଲା। ଇଏ ତ କମାଲ ହେଇଗଲା। ଏ ସୂର୍ଯ୍ୟର ସ୍କୁଲ ଘର ତ ବହୁତ ଭଲ। ସେ ଆମକୁ ସୁନାର ବ୍ୟାଗ ଆଉ ସୁନାର ବହି ଦେଲା। ଜଗୁ ଆଉ ଶୁଆ ବହୁତ ଖୁସି ହେଇଗଲେ। ତାପରେ ସେ ଦୁହେଁ ବହି ଆଉ ବ୍ୟାଗ ନେଇକି ସୂର୍ଯ୍ୟର ସ୍କୁଲ ଘର ବାହାରକୁ ବାହାରି ଆସିଲେ। ଆମକୁ ଚନ୍ଦ୍ରର ସ୍କୁଲ ଘରୁ ଚାନ୍ଦର ବ୍ୟାଗ ମିଳିଲା। ଆମ ମାନଙ୍କୁ ତ କେବଳ ଚାନ୍ଦର ଜିନିଷ ମିଳିଛି। ଏଇ ଦେଖ, ଆମକୁ ସୂର୍ଯ୍ୟର ସ୍କୁଲ ଘରୁ କେବଳ ସୁନାର ଜିନିଷ ମିଳିଛି। ତମ ମାନଙ୍କୁ ତ କେବଳ ସାଧାରଣ ବ୍ୟାଗ ଆଉ ବହି ମିଳିଛି। ତମ ଚାନ୍ଦର ସ୍କୁଲ କିଛି ଖାସ୍ ନୁହେଁ। ଆମ ସୂର୍ଯ୍ୟ ସ୍କୁଲ ବହୁତ ଭଲ। ଆମର ତ କେବଳ ପାଠ ପଢାରେ ମନ। ଆମ ପାଇଁ ଚନ୍ଦ୍ର ସ୍କୁଲ ବହୁତ ଭଲ। ସେମାନେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। ତା ପରଦିନ ସମସ୍ତେ ଚନ୍ଦ୍ର ସ୍କୁଲ ଆଉ ସୂର୍ଯ୍ୟର ସ୍କୁଲକୁ ଯାଇକି ପାଠ ପଢିବାକୁ ଲାଗିଲେ। ସବୁ ଚଢେଇ ଛୁଆ ମାନଙ୍କୁ ଦୁଇଟି ସ୍କୁଲ ତରଫରୁ ବହୁତ ସାରା ସ୍ୱାଦିଷ୍ଟ ଖାଇବା ମିଳୁଥିଲା। ଧୀରେ ଧୀରେ କିଛି ସପ୍ତାହ ବିତିଗଲା। ଚନ୍ଦ୍ରର ସ୍କୁଲ ଘରେ ରହୁଥିବା ଚନ୍ଦ୍ରର ପରିଶିକ୍ଷୟିତ୍ରୀ ସବୁ ଛୁଆ ମାନଙ୍କୁ ବହୁତ ଭଲ ପାଠ ପଢା ଶିଖାଉଥିଲେ। ହେଲେ ଅନ୍ୟପଟେ ସୂର୍ଯ୍ୟ ସ୍କୁଲ ଭିତରେ ରହୁଥିବା ସୁନାର ପରିଶିକ୍ଷୟିତ୍ରୀ ପିଲାମାନଙ୍କୁ ଖରାପ କରିବା ପାଇଁ ପଢାଉଥିଲେ। ସୁନାର ପରି ସବୁ ଚଢେଇ ମାନଙ୍କୁ ଗର୍ବୀ ଆଉ ଦୁଷ୍ଟ କରିଦେଉଥିଲେ। ଗୋଟେ ଦିନ ଗୋଟେ ବୁଢା ଚଢେଇ ଜଙ୍ଗଲରେ କ୍ଷୀର ନେଇକି ଯାଉଥିଲା। ଠିକ ସେତିକି ବେଳେ ତାର ଗୋଡ ଖସିଗଲା ଆଉ ସେ ସବୁ କ୍ଷୀର ତଳେ ଢାଳି ହେଇଗଲା। ସୂର୍ଯ୍ୟର ସ୍କୁଲ ଘରେ ପଢୁଥିବା ଜଗୁ ଆଉ ଶୁଆ ଜୋର ଜୋରେ ହସିବାକୁ ଲାଗିଲେ ଆଉ ସେ ବୁଢା ଚଢେଇଟିର ମଜାକ ଉଡେଇବାକୁ ଲାଗିଲେ। ଠିକ ସେତିକି ବେଳେ ସେଇ ବାଟ ଦେଇ ଚନ୍ଦ୍ରର ସ୍କୁଲରେ ପଢୁଥିବା କୁକୁ ଯାଉଥିଲା। ସେ ସେସବୁକୁ ଦେଖିଲା। ଏସବୁ କଣ? ଏ ବିଚରା ବୁଢା ଚଢେଇଟିକୁ ସାହାଯ୍ୟ କରିବା ବଦଳରେ ତମେ ମାନେ ତାଙ୍କର ମଜାକ ଉଡଉଛ। ତମେ ମାନେ ସମସ୍ତେ ବହୁତ ଖରାପ। ଆମକୁ ଖରାପ କହିବାକୁ ତୋର ସାହସ କେମିତି ହେଲା? ରହ, ତତେ ମୁଁ ସବକ ଶିଖଉଛି। ସୂର୍ଯ୍ୟର ସ୍କୁଲ ଘରେ ପଢୁଥିବା ଜଗୁ ନିଜ ବ୍ୟାଗରୁ ସୁନାର ବାଡି ବାହାର କଲା। ଇଏ ସୁନାର ଯାଦୁର ବାଡି ଆମକୁ ସୂର୍ଯ୍ୟ ସ୍କୁଲ ଘର ଦେଇଛି। ୟାର ଶକ୍ତି ଦ୍ୱାରା ଆମେ କାହାକୁ ବି ହଇରାଣ କରିପାରିବୁ। ଆମେ ତମ ସମସ୍ତଙ୍କୁ ସଜା ଦବୁ। ଜଗୁ ସୁନାର ବାଡିକୁ ଜୋର ଜୋରେ ବୁଲେଇବାକୁ ଲାଗିଲା। ସୁନାର ବାଡିର ଶକ୍ତି ଦ୍ୱାରା ଚନ୍ଦ୍ରର ସ୍କୁଲ ଘରେ ପଢୁଥିବା କୁକୁର ମୁଣ୍ଡରେ ବହୁତ ସାରା ବେଲୁନ ପ୍ରକଟ କଲା। ତାପରେ ସେସବୁ ବେଲୁନ କୁକୁକୁ ଆକାଶରେ ଉଡେଇ ଦେଲା। ମୁଁ ତ ଆକାଶକୁ ଆସିଗଲି। ମତେ ଉଚ୍ଚା କାରଣରୁ ବହୁତ ଭୟ ଲାଗୁଛି। କିଏ ମତେ ତଳକୁ ଓହ୍ଲାଅ।
ଜଗୁ ସେ ଯାଦୁର ବାଡ଼ି ସାହାଯ୍ୟରେ ସେ ବେଲୁନକୁ ଫଟେଇ ଦେଲା, ଯାହା ଫଳରେ କୁକୁ ଆସି ତଳେ କଚାଡ଼ି ହୋଇ ପଡ଼ିଗଲା ଆଉ ତାର ଗୋଡ଼ ଭାଙ୍ଗିଗଲା। ଏସବୁ ଦେଖିକି ଚନ୍ଦ୍ର ସ୍କୁଲ ନିଜ ଶକ୍ତି ଦ୍ୱାରା ଗୋଟେ ଡକ୍ଟର ପ୍ରକଟ କଲା। ସେ ଡକ୍ଟର କୁକୁ ପାଖରେ ପହଞ୍ଚିକି ତାକୁ ଠିକ କରିଦେଲା ଆଉ କିଛି ସମୟ ପରେ କୁକୁ ଠିକ ହେଇଗଲା। ସୂର୍ଯ୍ୟ, ତୁ ତ ସ୍କୁଲରେ ପଢାଉଥିବା ଚଢେଇ ମାନଙ୍କୁ ଖରାପ ଶିକ୍ଷା ଦଉଛୁ। ତୁ ସେମାନଙ୍କୁ ଯାଦୁର ବାଡ଼ି ଦେଇକି ସେମାନଙ୍କୁ ହଇରାଣ କରିବା ପାଇଁ ଶିକ୍ଷା ଦଉଛୁ। ଇଏ ବହୁତ ଖରାପ କଥା। ତୁ ତ ଫାଲତୁ କଥାକୁ ବନ୍ଦ କରେ। ମତେ ସେ ଚଢେଇ ମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ ଟିକେ ବି ଇଚ୍ଛା ନାହିଁ। ଚଢେଇ ମାନଙ୍କୁ ଖରାପ କରିବା ପାଇଁ ମତେ ବହୁତ ମଜା ଲାଗୁଛି। ଏବେ ମୁଁ ଏମିତି ପ୍ରକାରେ ମୋ ସ୍କୁଲରେ ପଢୁଥିବା ଚଢେଇ ମାନଙ୍କୁ ଖରାପ ଶିକ୍ଷା ଦେବି। ଅନ୍ୟପଟେ ସୂର୍ଯ୍ୟ ସ୍କୁଲରେ ପଢୁଥିବା ଯୋଗୁ ଜଙ୍ଗଲର ଚଢେଇଙ୍କୁ ହଇରାଣ କରିବାକୁ ଲାଗିଲା। ସବୁ ଚଢେଇ ମାନେ ଶୋଇଥିବା ସମୟରେ ଜଗୁ ସେମାନଙ୍କୁ ଯାଦୁର ବାଡ଼ି ଦ୍ୱାରା ନଈରେ ନେଇ ପକେଇଦେଲା। ଆରେ ବାପରେ, ମୁଁ ଅଚାନକ ନଈକି କେମିତି ଆସିଲି? ଆରେ ମତେ କିଏ ବଞ୍ଚାଅ, ବଞ୍ଚାଅ। ଏମାନଙ୍କୁ ହଇରାଣ କରିକି ମତେ ବହୁତ ମଜା ଲାଗୁଛି। ଅନ୍ୟପଟେ ଚନ୍ଦ୍ର ନିଜ ଶକ୍ତି ଦ୍ୱାରା ସବୁ ଦେଖୁଥିଲା। ବହୁତ ହେଇଗଲା, ଏବେ ମୁଁ ତତେ ଛାଡ଼ିବିନି। ଶୁଣ ସୂର୍ଯ୍ୟ, ତୋ ଖରାପ ଶିକ୍ଷା କାରଣରୁ ଜଗୁ ଖରାପ ହୋଇଯାଇଛି ଆଉ ସେ ସମସ୍ତଙ୍କୁ ହଇରାଣ କରୁଛି। ଚାନ୍ଦର ସ୍କୁଲ ଘରେ ପଢୁଥିବା ସବୁ ଚଢେଇ ମାନଙ୍କୁ ସେ ସେଠାକୁ ଡାକିଲା। ଶୁଣ, ଏ ସୂର୍ଯ୍ୟ ସ୍କୁଲ ବହୁତ ଖରାପ, ତାକୁ ତଳକୁ ଠେଲି ଦିଅ। ଦେଖୁ ଦେଖୁ ସେ ପାହାଡ ଭାଗ ଭାଗ ହେଇଗଲେ। ଗୋଟେ ପଟେ ସୂର୍ଯ୍ୟ ସ୍କୁଲ ଆଉ ଗୋଟେ ପଟେ ଚନ୍ଦ୍ର ସ୍କୁଲ। ତାପରେ ସବୁ ଚଢେଇ ମାନେ ସୂର୍ଯ୍ୟର ସ୍କୁଲକୁ ଠେଲିବାକୁ ଲାଗିଲେ। ଆରେ ନାଇଁ, ତମେ ମାନେ ଏସବୁ କଣ କରୁଛ? ମତେ ଧକ୍କା ମାରନି। ଆରେ ରୁହ, ମୁଁ ପଡିଯିବି। ତୁ ବହୁତ ଖରାପ। ତୋର ଖରାପ ଶିକ୍ଷା କାରଣରୁ ସବୁ ପିଲାମାନେ ଖରାପ ହୋଇଯାଇଛନ୍ତି। ଚାଲ ସମସ୍ତେ ସମ୍ପୂର୍ଣ୍ଣ ବଳ ଦେଇକି ୟାକୁ ତଳକୁ ଠେଲିଦବା। ଆରେ ମରିଗଲି ରେ। ଆରେ ମତେ କିଏ ବଞ୍ଚାଅ, ଆରେ ବଞ୍ଚାଅ। ସବୁ ଚଢେଇ ମାନେ ସୂର୍ଯ୍ୟ ସ୍କୁଲ ଘରକୁ ଠେଲିକି ତଳକୁ ପକାଇଦେଲେ। ତଳେ ପଡିବା ମାତ୍ରେ ହିଁ ସୂର୍ଯ୍ୟ ସ୍କୁଲ ଘରେ ନିଆଁ ଲାଗିଗଲା ଆଉ ସେ ସମ୍ପୂର୍ଣ୍ଣ ଜଳିକି ପାଉଁଶ ହେଇଗଲା। ଚନ୍ଦ୍ର ଜଙ୍ଗଲର ସବୁ ଚଢେଇ ମାନଙ୍କୁ ଭଲ ଶିକ୍ଷା ଦେଲା ଆଉ ସବୁ ଚଢେଇ ମାନେ ଆଗ ଭଳି ବହୁତ ଭଲ ହେଇଗଲେ। ଏମିତି ପ୍ରକାରେ ସବୁ ଠିକ ଠାକ ହେଇଗଲା ଆଉ ସବୁ ପିଲା ଚାନ୍ଦର ସ୍କୁଲରେ ମନ ଦେଇକି ପଢିବାକୁ ଲାଗିଲେ।